ଜଗନ ବାବୁ ଆପଣ କାଲକାଟା ଯାଉଛନ୍ତି, ହଁ ଆପଣ ମମତା ବାନାର୍ଜୀଙ୍କୁ ଭେଟି ଆଳୁ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ କି? ମୁଁ ଆଲୋଚନା କରିବି, କାହିଁକିନା ଆମେ ଦୁଃଖଦାୟୀ ଘଟଣା ଆମର ଓଡ଼ିଶାକୁ ଆଳୁ ଆସୁନି, ଲୋକମାନେ ବହୁତ କଷ୍ଟ ପାଉଛନ୍ତି, ବହୁତ ଦାମ ହେଇଛି ଆଳୁ। ଅନ୍ୟ ଷ୍ଟେଟର ଆଳୁକୁ ଆମ ଓଡ଼ିଶା ଲୋକ ଟିକେ ପସନ୍ଦ କରୁନାହାନ୍ତି। ଏଠି ଚନ୍ଦ୍ରମୁଖୀ ଆଳୁ ଲୋକ ପସନ୍ଦ କରନ୍ତି। ୱେଷ୍ଟବେଙ୍ଗଲର ଚନ୍ଦ୍ରମୁଖୀ ଆଳୁ ନା ଚନ୍ଦ୍ରମୁଖୀ ଆଳୁ ତାକୁ ଆମର ଓଡ଼ିଶା ଲୋକମାନେ ଟିକେ ପସନ୍ଦ କରନ୍ତି ଏବଂ ସେ ଆଳୁ ଟିକେ ଶସ୍ତା ପଡେ ଏବଂ ସେ ଆଳୁ ଭଲ ଲାଗେ। କିନ୍ତୁ ଇଏ ଦିଦି ଦଉନାହାନ୍ତି ଓଡ଼ିଶା ପାଇଁ ଆଳୁ, ଇଏ କଣ ରାଜନୈତିକ କାରଣରୁ ଦଉନାହାନ୍ତି ବୋଲି ଆପଣ ଭାବୁଛନ୍ତି? ଯେହେତୁ ବିଜେପି ସରକାର ରାଜନୀତି କାରଣ ନହେଲେ କେବେ ଏମିତି କେବେ ହେଇନି ନା। ଏଇଟା ମୁଁ ଭାବୁଛି ରାଜନୀତି କାରଣରୁ, କାରଣ ଏମିତି କେବେ ବି ହେଇନି। ଏଇଟା କେବେ ହେଇନି। ଆର ଗଭର୍ଣ୍ଣମେଣ୍ଟ ଥିଲା ଯେତେବେଳେ ନବୀନ ବାବୁ ଥିଲେ ସେତେବେଳେ ଏମିତି ଦିନେ ଅଧେ ବନ୍ଦ ହୁଏ ପୁଣି ଚାଲେ। କିନ୍ତୁ କାହିଁକି ଏଥର ଏମିତି ହେଇଯାଇଛି ମୁଁ ଜାଣିପାରୁନି। ମୁଁ ତାଙ୍କ ସାଙ୍ଗେ କଥା ହେଲେ ଜଣା ପଡିବ। ତାଙ୍କର ତ ମମତା ବାନାର୍ଜୀଙ୍କୁ ଆପଣ କେବେ ଭେଟିବେ ଜଗନ ବାବୁ? ଆପଣ କେବେ ଭେଟୁଛନ୍ତି? ମୁଁ ପରଦିନ ଭେଟିବି। ଆପଏଣ୍ଟମେଣ୍ଟ ନେଇଗଲେଣି? ଆପଏଣ୍ଟମେଣ୍ଟ ମୁଁ ନିଏନି। ମୋର ନିଜ ଘର ମାଲିକ ତାଙ୍କର ମୋର ବ୍ୟକ୍ତିଗତ ଭଲ ସମ୍ପର୍କ ଆଜ୍ଞା। ତାଙ୍କ ସାଙ୍ଗେ ମୋର ଯେତେବେଳେ ଇଚ୍ଛା ସେତେବେଳେ ଯାଇପାରେ। ମୋର ଆପଏଣ୍ଟମେଣ୍ଟ କିଛି ଦରକାର ପଡେନି। ହଁ, ତ ଆପଣ ଭାବୁଛନ୍ତି ଆପଣଙ୍କ କଥା ଦିଦି ରଖିବେ ବୋଲି? ନାଇଁ, ମୋ ତ ନ ରଖନ୍ତୁ, ମୁଁ ତ କହିପାରିବି ଯେ ଆପଣ ଦିଅନ୍ତୁ। ଓଡ଼ିଶା ଲୋକ ଆପଣଙ୍କୁ ଭଲ ପାଆନ୍ତି, ଆପଣ ବି ଓଡ଼ିଶାକୁ ଭଲ ପାଆନ୍ତି, ଆପଣଙ୍କ ଓଡ଼ିଶା ସାଙ୍ଗେ ଭଲ ସମ୍ପର୍କ। ଏ ବଙ୍ଗଳା ଓଡ଼ିଶାର ଗୋଟେ ଅନ୍ୟ ସମ୍ପର୍କ। ଜଗନ୍ନାଥ ଅଛନ୍ତି ମହାପ୍ରଭୁ, ଡେଲି ହଜାର ହଜାର ଆମର ବଙ୍ଗୀୟ ଲୋକ ଯାଇ ମହାପ୍ରଭୁ ଦର୍ଶନ କରୁଛନ୍ତି ଏବଂ ଓଡ଼ିଆ ଭାଇମାନେ ବଙ୍ଗଳାରେ ବ୍ୟବସାୟ କରୁଛନ୍ତି ଆପଣଙ୍କ ସାଙ୍ଗରେ। ଓଡ଼ିଶାର ଅତି ଅତି ଉତ୍ତମ ସମ୍ପର୍କ। କାହିଁ ଆଳୁ ଫାଳୁ ବନ୍ଦ କରିକିରି ଲୋକମାନେ ମନରେ କଷ୍ଟ ପାଉଛନ୍ତି, ଦୁଃଖ ପାଉଛନ୍ତି, ଏହା କହିବି। ଜଗନ ବାବୁ, ଆପଣ କଣ ଯେତେବେଳେ ଯାଆନ୍ତି କାଲକାଟା ସେତେବେଳେ ଭେଟନ୍ତି ଦିଦିଙ୍କୁ? ହଁ, ପ୍ରାୟ ଯେତେବେଳେ ଯାଏ ଭେଟେ, ଦରକାର ଭେଟେ। ସବୁ ଯେତେବେଳେ ଯାଏ ପ୍ରାୟ ଭେଟେ ଆଜ୍ଞା। ଭେଟିଲା ବେଳେ କଣ ନର୍ମାଲି ସାଧାରଣତଃ କଣ ଆଲୋଚନା କରନ୍ତି ଆପଣ? ଆମର ଏଇ ଜଗନ୍ନାଥ ଠାକୁର ଆଲୋଚନା। ଆମେ ତ ରାଜନୀତି କରୁନି, ମୁଁ ତ ରାଜନୀତି ଓପନ ନୁହଁ। ଆମେ ଏଇ ପ୍ରଭୁ ଆସିବା ତାଙ୍କ ସାଙ୍ଗେ ବହୁତ ଭକ୍ତି ମାନନ୍ତି। ତାଙ୍କର ପୂଜା ଗଲେ କେତେ ଦିନ ବ୍ୟବଧାନରେ ଆପଣ ଭେଟନ୍ତି? ପ୍ରତିବର୍ଷ 6 ମାସ। 6 ମାସରେ ମୁଁ ବର୍ଷକୁ 2 ଥର ଖଣ୍ଡେ କାଲକା 2-3 ଥର ଯାଏ। ଗଲେ ଦେଖା କଥାବାର୍ତ୍ତା ସେ ବି ଯେତେବେଳେ ପୁରୀ ଆସିଲେ ଆମ ଘରକୁ ଆସନ୍ତି। ଯେତେବେଳେ ଭେଟନ୍ତି ମମତା ବାନାର୍ଜୀଙ୍କୁ ଜଗନ ବାବୁ, ସେତେବେଳେ ଇଏ ପୂଜା ଅର୍ଚ୍ଚନା ହୁଏ ତାଙ୍କ ଘରେ? ଆଜ୍ଞା, ପୂଜା ଅର୍ଚ୍ଚନା ଜଗନ୍ନାଥ ପୂଜା ଅର୍ଚ୍ଚନା ହୁଏ, ତାଙ୍କର ମଙ୍ଗଳ କାମନା ହୁଏ। ସେ ମତେ ବହୁତ ଶ୍ରଦ୍ଧା ଭକ୍ତି କରନ୍ତି, ମୋ ଆଶୀର୍ବାଦ କରେ, କଲ୍ୟାଣ କରେ। ବହୁତ ଭଲ ପାଆନ୍ତି ଆଜ୍ଞା, ମୋର ସମ୍ପର୍କ। ଆଉ ମୁଁ ଟିକେ ଠାକୁର ଦେବତା ଲୋକ ତ ଯେତେବେଳେ ଯାଏ ଏମିତି ସମ୍ପର୍କ ଅଛି ରହିଥାଉ। ମୋର ଦୁଃଖରେ ପ୍ରଭୁଙ୍କ ଲୋକ ଆମେ ସବୁଠି ଉଚ୍ଚା ମୁଣ୍ଡରେ ଚାଲୁ, କେତେବେଳେ ମୁଣ୍ଡ ନିଚା କରୁନି। ଯୋଉଠି ଭଲ ସମ୍ପର୍କ ସେଠି ଯାଉ, ନହେଲେ ନାହିଁ। ହଁ, ଆପଣ ମମତା ବାନାର୍ଜୀଙ୍କୁ ଭବିଷ୍ୟବାଣୀ ଶୁଣେଇଥିଲେ ଯେ ଆପଣ ନିଶ୍ଚୟ ଜିତୁଛନ୍ତି ବୋଲି। ଜିତିବେ ମୁଁ ସବୁବେଳେ କହେ ଜିତିବେ। ଜିତନ୍ତି, ସେ ଜିତନ୍ତି, ସବୁ ଜିତାନ୍ତି। ସେଇ ଯୋଉ ଭଲ ସମ୍ପର୍କ ରହିଛି, ମୁଁ ଯେତେବେଳେ ଯାହା ପ୍ରଭୁଙ୍କ ଆଶୀର୍ବାଦ ମିଳେ ମତେ ମୁଁ କହିଦିଏ। ମୋର ନାହିଁ କିଛି, ମୁଁ ପ୍ରଭୁଙ୍କ ଲୋକ। ଯାହାକୁ ଭଲ ପାଏ, ଶ୍ରଦ୍ଧା କରେ, ତାର ମଙ୍ଗଳ କାମନା କରେ, ଜଗନ୍ନାଥଙ୍କୁ ଜଣାଏ। ଏଇଟା ମୋର ମୁଖ୍ୟ କାରଣ ଆଜ୍ଞା। ମମତା ବାନାର୍ଜୀଙ୍କୁ କେବେ କିଛି କହିଛନ୍ତି ଆପଣ ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ବା ଓଡ଼ିଶାର ସମସ୍ୟା ସମ୍ପର୍କରେ ଆଗରୁ? ମୋର ବ୍ୟକ୍ତିଗତ ସମ୍ପର୍କ କେବେ କିଛି ହେଇନି କି ମୁଁ କହିନି। ଆଉ କିଛି ଆପଣଙ୍କୁ କହିବି, ମୋ ବ୍ୟକ୍ତିଗତ ସମସ୍ୟା କେତେବେଳେ ହେଇନି। ଆଉ ମୁଁ ଟିକେ ସ୍ୱାଭିମାନୀ ଲୋକ, ମୁଁ ମୋ କଥା କାହାକୁ କହେନି। ମୁଁ କହେ ଯେତେବେଳେ ଯାହା କହେ ମହାପ୍ରଭୁ ଜଗନ୍ନାଥଙ୍କୁ କହେ। ମୁଁ ଏମିତି ଯିଏ ଆସୁ କୌଣସି ଲୋକକୁ ମୋ ବ୍ୟକ୍ତିଗତ ସମସ୍ୟା କିଛି କହେନି। ଆଉ ଏବଂ ଏଇ ଯୋଉ ଆଳୁ ବିଷୟ ବୋଲିକା ମୁଁ କହିବା କଥା କହିବି। ଏଇ ଯୋଉ ଗୋଟେ ଅଶାନ୍ତି ଚାଲିଛି, କାହିଁ ଅଶାନ୍ତି ଚାଲିବ? ଗୋଟେ ଯେଉଁ ସୁସମ୍ପର୍କ ଓଡ଼ିଶା ବଙ୍ଗଳା ରହିଥାଉ, କାହିଁକି ଓଡ଼ିଶାର ଲୋକ ଆପଣଙ୍କୁ ଭୁଲ ବୁଝିବେ, ଖରାପ ଭାବେ, ଏଇ କଥା କହିବି। ଆଉ ଆପଣ ଆଶାବାଦୀ କି ମମତା ବାନାର୍ଜୀ ଆପଣଙ୍କ କଥା ଶୁଣିବେ? ନିଶ୍ଚିନ୍ତ ଜଗନ୍ନାଥ ଶୁଣିବେ। ଆମେ କହିବା ତ ଆଜ୍ଞା, ଶୁଣନ୍ତୁ, ସେଇଟା ତାଙ୍କ ଉପରେ ନିର୍ଭର କରେ। ଆମେ ତ କହିବା ଦିପଦ କହିପାରିବା। ଯୋଉଠି
ତାଙ୍କ ସାଙ୍ଗରେ ଆମର ଅଧିକାର ଅଛି, ଆମେ ଦୀପଦ କହିପାରିବା, ନିଶ୍ଚିତ ଦୀପଦ ଭାବରେ କହିପାରିବା। ହଁ ଜଗନ ବାବୁ ଆପଣଙ୍କ ସହିତ ଆମେ ଟଚ୍ ରହିବୁ ସମ୍ପର୍କରେ। ତ ଆପଣ ଭେଟି ସାରିଲା ପରେ ନିଶ୍ଚିତ ଭାବରେ ପୁଣି କଥା ହେବା ଯେ ମମତା ନିଶ୍ଚିନ୍ତ, ବାନାର୍ଜୀଙ୍କୁ ଆପଣ କ'ଣ କହିଲେ ଆଉ ମମତା ବାନାର୍ଜୀ ଆପଣଙ୍କୁ କ'ଣ ପ୍ରତିଶ୍ରୁତି ଦେଲେ। ହଁ ନିଶ୍ଚିନ୍ତ ନିଶ୍ଚିତ ନିଶ୍ଚିନ୍ତ। ବହୁତ ଧନ୍ୟବାଦ ଜଗନ ବାବୁ, ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ନମସ୍କାର।